ଆଜି ଖରାଟା ଭାରି ପ୍ରବଳ ଅଛି ବୁଝିଲୁ। ଅପା ତମ ଶାଢ଼ୀ ବଢିଆ ଲାଗୁଛି ଲୋ। ହେଇଥିବ ବଢିଆ ଶାଢ଼ୀ ହେଇଥିବ ଶାଢ଼ୀଟା ମୁଁ ଆଣିଛି ମତେ ଦଉନ, ମୁଁ ଗୋଟେ ଭୋଜିରେ ଏଇ ଶାଢ଼ୀଟା ପିନ୍ଧିବି। ଏଇ ଶାଢ଼ୀଟା ପିନ୍ଧିକି ଯିବୁ ନା? ହଉ ତାହେଲେ ମୁଁ ଦେବି ଯେ ଆଉ ମୁଁ 2-4 ଦିନ ପିନ୍ଧି ସାରେ ତାପରେ ମୁଁ ତତେ ଭୋଜିରେ ଦେବି। ହେଇଲୋ 2-4 ଦିନ କଥା ହେଲା କହିଲାନି, ମତେ ଏବେ ଭୋଜି ଅଛି ମୁଁ ପିନ୍ଧିଥାନ୍ତି, ଶାଢ଼ୀ ଦେଇଥାନ୍ତା ହେଲା। ଆଲୋ ରହ ମୁଁ 2-4 ଦିନ ପୁରୁଣା କରିସାରେ ତୁ ନୂଆ ଶାଢ଼ୀଟା ତୁ ଏବେ ନେଇଯିବୁ ଯଦି ମୁଁ ଟିକେ କେମିତି ଷ୍ଟାଇଲ ମାରିବି ବା। ହଁ ଆଉ ମୁଁ କଣ କହୁଥିଲି ଆଜି କଣ ରୋଷେଇ କରୁଛୁ କି? ହଁ ମୁଁ ତ ଆଜି କରିଥିଲି ଭାତ, ଡାଲି, ବାଇଗଣ ଚୁରା ଆଉ କଖାରୁ, ପୋଇ, ନାଡ଼ୁ ସବୁ ଦେଇ ତରକାରୀ ମିକ୍ସ ତରକାରୀ କରିଥିଲି ଆଉ ପାମ୍ପଡ଼ ଛାଙ୍କିଥିଲି ଆଉ ସେଇ ରାଇତା ସବୁ କରିଥିଲି ଆଉ। ମୋ ଘରକୁ ଟିକେ ଆଣିଲୁନି ମୁଁ ଟିକେ ଟେଷ୍ଟ କରିକି ଦେଖିଥାନ୍ତି ଆଉ। ମୁଁ କଣ ଜାଣିଥିଲି ତୁ ଘରେ ଅଛୁ ବୋଲି? ହେଇଲୋ ତୁ କଣ ଜାଣିନୁ, ତୁ ଆସିକି ଠକ ଠକ କରିଥାନ୍ତୁ ନହେଲେ କଲିଂ ବେଲଟା ଦେଇଥାନ୍ତୁ, ମୁଁ ଟିକେ ରୋଷେଇବାସ ଆଜି ଟିକେ ଦେହ ଭଲ ଲାଗୁନଥିଲା ମୁଁ ତୁ ଯଦି ମୁଁ ଭାବିଲି ତୁ କାଳେ ଅଛୁ କି ନ ଅଛୁ ସେଥିପାଇଁ ମୁଁ କଲିନି ଆଉ। ହଁ ଏସବୁ ବୁଝିଲୁ ତୁ ଦବୁନି ବୋଲି ଏସବୁ ବାହାନା କରୁଛୁ। ତୁ ମତେ ଟିକେ ତରକାରୀ ଟିକେ ଚାଖିବାକୁ ଦେଇନଥାନ୍ତୁ ନା। ମୁଁ କାଇଁ ବାହାନା କରିବି ମ? ଆଉ ହଉ ଛାଡ଼େ ସେସବୁ କଥା। ଆଉ ତୁ ଟିକେ ଯାଉନୁ ଟିକେ ଚା ବନେଇକି ଆଣିବୁ ଆଉ ଆମେ ବସିକି ଟିକେ ପିଇବା। ହଉ ମୁଁ ଚା ପକୁଡ଼ି ସବୁ କରିକି ଆଣିବି। ହଉ ଯା ଟିକେ ଚା ବନେଇକି ଭଲ ସୁନ୍ଦର ଚା ଟିକେ ବନେଇବୁ, ଅଦା ଟିକେ ପକେଇବୁ ବୁଝିଲୁ, ଅଦା ଟିକେ ପକେଇବୁ। ହଁ।